ଦେଖେ ସାର୍ ନା କହିଲେ ଦ୍ୱିଜବର ବରାଳ ମୁଁ ପିପିଲିରୁ ଆସିଛି। ମୁଁ ପିପିଲି ପୁରୀ ଜିଲ୍ଲା ଜିଲ୍ଲା କାହିଁ କହୁନ ପିପିଲି ସିନା ଆମେ ଜାଣିଛୁ ଯିଏ ବଲାଙ୍ଗୀରରେ ଥବ ସିଏ କ'ଣ ଜାଣି ପୁରୀ ଜିଲ୍ଲା ପିପିଲି କେଉଁ ଜାଗା କେଉଁ ଗାଁ ଜଗନ୍ନାଥପୁର। ଜଗନ୍ନାଥପୁର ଆଚ୍ଛା ଆଉ କ'ଣ ଅନୁଭୂତି ଅଛି ଅନୁଭୂତି ମୋର ମୁଁ ବର୍ତ୍ତମାନ ଚାକିରି ମୋର ସରିଯିବା ପରେ ଥିଲା କହିଥିଲି ଚାକିରି 31 ତାରିଖ ସରିଗଲା ଜାନୁଆରୀ 31ରେ। ମୋ ଝିଅ ବାହାର କଥା କହିଯାଇଥିଲି ଝିଅ ବାହାର କାର୍ଡ଼ ବର୍ତ୍ତମାନ ଦେବାକୁ ଆଣିଛି ପ୍ରଭୁଙ୍କୁ। ପ୍ରଭୁ ବର୍ତ୍ତମାନ ମୋ ଝିଅକୁ ସାହା ହେବେ ଶାନ୍ତି ଶୃଙ୍ଖଳାରେ କେମିତି ବର୍ତ୍ତମାନ ବାହାରଟା ହେବ ତେଣୁ ପ୍ରଭୁ ହିଁ ସାହା ବର୍ତ୍ତମାନ ହେବେ। ଆଉ ଜଗନ୍ନାଥ ଉପରେ ମୋର ସେ ଭରସା ଅଛି ପ୍ରଭୁ ବର୍ତ୍ତମାନ ସବୁ କରିବେ। ପ୍ରଭୁଙ୍କ ଉପରେ ମୁଁ ସବୁ ଆଶା ଭରସା ଦେଇଛି ସବୁ ସେ ମୋର କରି ନେଉଛନ୍ତି। ମୁଁ ଆଜି କାର୍ଡ଼ ଆଣିଛି ପ୍ରଭୁଙ୍କୁ ନିମନ୍ତ୍ରଣ କରିବା ପାଇଁ। ତେଣୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପହଞ୍ଚନ୍ତୁ ମହାପ୍ରଭୁ ଭଲରେ ଭଲରେ ମୋ ବାହାରଟା ମୋ ଝିଅର କେମିତି ହେବ ସେତିକି ବର୍ତ୍ତମାନ ମୋର ପ୍ରାର୍ଥନା। ଆଉ ମହାପ୍ରଭୁ କେମିତି ଭଲରେ କରିଦେବେ ଚାହୁଁଛନ୍ତି ନା ମହାପ୍ରଭୁଙ୍କୁ ନିମନ୍ତ୍ରଣ କରୁଛନ୍ତି ଯିବା ନିମନ୍ତ୍ରଣ କରୁଛି ଯିବା ପାଇଁ ଭଲରେ କରେଇବେ। ଆଉ ମହାପ୍ରଭୁ ଯିବେ ନିମନ୍ତ୍ରଣ କରି ଭୋଜିରେ ନନଭେଜ୍ ହେବନି ତ ନାଇଁ ପୁରା ଅବଢ଼ା ଯିବା ପାଇଁ ବରା ଦେଇ ନାଇଁ ଅଭଡ଼ା ଯିବ ଯେ ତା ମହାପ୍ରଭୁ ଗଲେ କ'ଣ ଅଭଡ଼ା ପଟେ ସାଇଡ୍ ହେଇ ରହିଯିବେ ତା ନନଭେଜ୍ ପଟେ ବାଡ଼ିଆ ବାଡ଼ି ହେବେ। ଅବଢ଼ା ପଟେ ଏଇ ମହାପ୍ରଭୁଙ୍କୁ ଡାକିବା ମାନେ ଆମେ ଅବଶ୍ୟ ମୁଁ ଏଇଟା ମୋ ନିଜସ୍ୱ ମତ ମୋତେ କିଏ କହିନି ଆମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରୁନା ପୂର୍ଣ୍ଣ ଶୁଦ୍ଧ ସାତ୍ୱିକ ନା ହୋମ ହେଉଛି ମନ୍ତ୍ର ଆବାହନ ହେଉଛି ହାତ ଗଣ୍ଠି ପଡ଼ୁଛି ଅଷ୍ଟଦିଗପାଳକୁ ସାକ୍ଷୀ ରଖୁଛେ ସାତ କଳସ ବସଉଛି ଇଏ ସବୁ ହେଉଛି ତା ଭିତରେ କାହିଁକି ଆମେ ଏମିତି ଜୀବନ ନିରୀହ ଜୀବଜନ୍ତୁଗୁଡ଼ିକ ହତ୍ୟା କରିବା ବିଚାର ଆପଣମାନଙ୍କର। ମୋ ନିଜସ୍ୱ ମତ ଇଏ ମୋତେ କିଏ କହିନାହାନ୍ତି ଯାଇକି ଏ କଥା କୁହ ବୋଲି କଥା ସେଠି ନାହିଁ। ତେବେ ଯାହା ବି ହଉ ମହାପ୍ରଭୁଙ୍କୁ ଭଲରେ ଭଲରେ ହେଇଯାଉ ମହାପ୍ରଭୁ ତାକୁ ବି ମଧ୍ୟ ପୂର୍ଣ୍ଣ କରୁଛନ୍ତି। ତେବେ ଜୟ ଜଗନ୍ନାଥ ଟିଭି ଦେଖନ୍ତୁ। ଆଜ୍ଞା ଜଗନ୍ନାଥ ଦେଖୁଥିଲି ବନ୍ଦ କରିକି ଆସିଛି ଆସିକି 3ଟା ମାନେ 4ଟା ବେଳେ ବାହାରିଲା ଘରୁ ଏଠି ଆସି ପହଞ୍ଚିକି ଏବେ ତ ପହଞ୍ଚିଲି ଯାଉଛି ମନ୍ଦିର ଭିତରକୁ। ଆଉ ଧନ୍ୟବାଦ ଜୟ ଜଗନ୍ନାଥ।